ରାଧେ ଶ୍ୟାମ। ତ ଫ୍ରେଣ୍ଡସ୍, ଯୋଉଠୁ ଛାଡ଼ିଥିଲେ ସେଇଠୁ ପୁଣି ମୁଁ ଆରମ୍ଭ କରିବାକୁ ଯାଉଛି। ଆପଣମାନେ ମନ ଦେଇକି ଶୁଣନ୍ତୁ। ଯେଉଁ ଲୋକ ଆମ୍ଭ ଦୁଇ ଜଣଙ୍କ ଧର୍ମଯଜ୍ଞ ସମ୍ବନ୍ଧୀୟ ଏ ବିଷୟ ପାଠ କରିବ ସେ ଜ୍ଞାନ ଯଜ୍ଞର ଫଳ ପାଇବ। ଏହା ମୋର ମତ ଅଟେ ଯେ ଶ୍ରଦ୍ଧା ସହିତ ଏକାଗ୍ର ଚିତ୍ତରେ ଶୁଣିବ ସେ ସମସ୍ତ ପାପରୁ ମୁକ୍ତ ହୋଇଯିବ ଓ ଗୁଣବାନ ଲୋକ ଯେଉଁ ସ୍ଥାନ ପାଆନ୍ତି ସେ ସେହି ସ୍ଥାନ ପାଇବ। ଭଗବାନ ଅର୍ଜୁନକୁ କହୁଛନ୍ତି ଯେ ଆମ ଦୁଇ ଜଣଙ୍କର ଏଇ ସବୁ ଧର୍ମଯଜ୍ଞ ସମ୍ବନ୍ଧୀୟ ଏଇ ବିଷୟ ପାଠ ଶୁଣିବ କି ପାଠ କରିବ ସେ ଜ୍ଞାନ ଯଜ୍ଞର ଫଳ ପାଇବ ଓ ଏହା ମୋର ମତ ଅଟେ। ଭଗବାନ କହୁଛନ୍ତି ଓ ଯେ ଶ୍ରଦ୍ଧା ସହିତ ଏକାଗ୍ର ଚିତ୍ତରେ ଶୁଣିବ ସେ ସମସ୍ତ ପାପରୁ ମୁକ୍ତ ହୋଇଯିବ ଓ ଗୁଣବାନ ଲୋକ ଯେଉଁ ସ୍ଥାନ ପାଆନ୍ତି ସେହି ସ୍ଥାନ ମଧ୍ୟ ସେ ପାଇବ। ଶୁଣିପାରୁଛନ୍ତି? ଯେଉଁ ଲୋକ ଆମ୍ଭ ଦୁହିଁଙ୍କର ଧର୍ମ ସଙ୍ଗତ ପ୍ରଶ୍ନୋତ୍ତର ପଠନ କରିବ ତା ପୁଣ ଜ୍ଞାନ ଜ୍ଞେୟରେ ସମଜାଣ ଯେଉଁ ନିଃସନ୍ଦେହେ ଶ୍ରଦ୍ଧାରେ ଶ୍ରବଣ କରେ ସମ୍ପୂର୍ଣ୍ଣରେ ସର୍ବପାପରୁ ତରି ପୁଣ୍ୟ କର୍ମୀଙ୍କ ଫଳ ପାଏ ଜାଣ। ଶ୍ରଦ୍ଧା ସହକାରେ ଯେ ଏହି ଗୀତାକୁ ତତ୍ତ୍ୱ ଶୁଣିବ ତାହାର ଅଜ୍ଞାନଜାତ ଭ୍ରମମାନ ଦୂର ହେବ ଓ ପୁଣ୍ୟମୟ ସ୍ଥାନ ପ୍ରାପ୍ତ ହେବ। ଅର୍ଜୁନ କହିଲେ, ହେ ହରି, ତୋର କୃପା ବଳରେ ଏହି ଗୀତା ତତ୍ତ୍ୱ ଶୁଣି ମୋର ସମସ୍ତ ଭ୍ରମ ଦୂର ହେଲା। ମୁଁ ଏବେ ଆତ୍ମଜ୍ଞାନ ଲାଭ କଲି। ଏଣିକି ତୁମ୍ଭ ଯେଉଁ ଆଦେଶ ଦେବ ତାହା ମୁଁ ପାଳନ କରିବି। ହେ ପାର୍ଥ, ଏହି ଗୀତା ତତ୍ତ୍ୱ ଶୁଣିଲେ ଏକାଗ୍ର ଚିତ୍ତରେ ତ ଅଜ୍ଞାନଜାତ ଭ୍ରମମାନ ବିନାଶ ହୋଇବ। ଅର୍ଜୁନ, ତୋ କୃପା ବଳେ ଭ୍ରମ ମୋର ଦୂର ହୋଇଲା ଦାମୋଦର। ସଞ୍ଜୟ କହିଲେ, ହେ ରାଜା ଧୃତରାଷ୍ଟ୍ର, ଭଗବାନଙ୍କ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ଏହି ସମସ୍ତ ଲୋମହର୍ଷଣକାରୀ ଜ୍ଞାନ ବିଷୟ ଶୁଣିଲି। ଏ ଯେଉଁ ଅତ୍ୟନ୍ତ ଗୋପନୀୟ ଯୋଗଶାସ୍ତ୍ର କଥା ଯୋଗେଶ୍ୱର ଶ୍ରୀକୃଷ୍ଣ କହିଲେ ମୁଁ ସେହି ସମସ୍ତ ବ୍ୟାସଦେବଙ୍କ କୃପାରୁ ତାଙ୍କଠାରୁ ଶୁଣିଲି। ଯେ ସଞ୍ଜୟ ଧୃତରାଷ୍ଟ୍ର ରାଜାକୁ କହୁଛନ୍ତି ଯେ ଭଗବାନଙ୍କ ଓ ଅର୍ଜୁନଙ୍କ ମଧ୍ୟରେ ଏଇ ଯେଉଁ ଲୋମହର୍ଷଣକାରୀ ଜ୍ଞାନ ବିଷୟରେ ଶୁଣିଲି। ଏ ଯେଉଁ ଅତ୍ୟନ୍ତ ଗୋପନୀୟ ଯୋଗଶାସ୍ତ୍ର କଥା ଯୋଗେଶ୍ୱର ଶ୍ରୀକୃଷ୍ଣ କହିଲେ ମୁଁ ସେ ସମସ୍ତ ବ୍ୟାସଦେବଙ୍କ କୃପାରୁ ତାଙ୍କଠାରୁ ଶୁଣିଲି। ଆତ୍ମଜ୍ଞାନକୁ ଲାଭ କଲି ସକଳ ସନ୍ଦେହ ଛାଡ଼ିଲି। ଏବେ ପ୍ରସ୍ତୁତ ହେଲି ମୁହିଁ ତୋ ଆଜ୍ଞା ପାଇବାର ପାଇଁ। ସଞ୍ଜୟ କହୁଛନ୍ତି ଶ୍ରୀକୃଷ୍ଣ ଅର୍ଜୁନଙ୍କର ଯାବତ ଜ୍ଞାନର ବିଚାର ଅଦ୍ଭୁତ ଯେ ଲୋମହର୍ଷଣ ହେ ରାଜା କଲି ମୁଁ ଶ୍ରବଣ। ଏ ଯେଉଁ ଗୁହ୍ୟ କଥା କହିଲେ ବ୍ୟାସ ମହାରଥା ଶୁଣିଛି ଯୋଗୀ ଯୋଗେଶ୍ୱର କହିଲେ ବ୍ୟାସଙ୍କ ଆଗର। ହେ ରାଜା, କୃଷ୍ଣ ଓ ଅର୍ଜୁନଙ୍କ ଏହି ପରମ ପବିତ୍ର ଜ୍ଞାନମୟ ଯୋଗ ଶୁଣି ମୋର ସର୍ବାଙ୍ଗ ହର୍ଷ ଓ ଆନନ୍ଦରେ କମ୍ପିତ ହୋଇ ଉଠୁଛି। ହେ ରାଜା, ଶ୍ରୀକୃଷ୍ଣଙ୍କର ଏହି ବିଶ୍ୱରୂପକୁ ଦେଖି ତାହା ସ୍ମରଣ କରି ମୋର ମନରେ ଅତ୍ୟନ୍ତ ବିସ୍ମୟ ଜାତ ହେଉଛି। ତଥାପି ମୋର ଆନନ୍ଦ ବେଳକୁ ବେଳ ବଢ଼ୁଥାଏ। ଶ୍ରୀକୃଷ୍ଣ ଅର୍ଜୁନଙ୍କ ବାଣୀ ଅତ୍ୟଦ୍ଭୁତ ପବିତ୍ର ପୁଣି ସ୍ମରଣୀ ମୁଁ ହର୍ଷ ପୂର୍ଣ୍ଣ ଜାଇଣ ଅଛି ହେ ରାଜନ। ହରିଙ୍କ ବିଶ୍ୱରୂପ ମୋହି ଶୁଣି ବିସ୍ମୟ ନରସାଇ ଅତି ବିସ୍ମୟ ଜାତ ହୁଏ ତଥାପି ହର୍ଷ ବଢ଼ୁଥାଏ। ଜୀବନ ପାଖେ ପାର୍ଥ ବୀର ହେ ରାଜନ। ଯେଉଁ ପାଖରେ ଯୋଗେଶ୍ୱର ଶ୍ରୀକୃଷ୍ଣ ଓ ବୀରର ପାର୍ଥ ସେହି ପାଖରେ ବିଜୟଲକ୍ଷ୍ମୀ ନିଶ୍ଚୟ ହେବ, ମୋର ଏହା ଦୃଢ଼ ଧାରଣା। যে বন পাখে পার্থ বীর যে পাখে কৃষ্ণ যোগেশ্বর সে পক্ষে জয় লক্ষ্মী জাণ নিশ্চয় হইব রাজন। মোর বিচার ଏହା ସ୍ଥିର କହି ବାସୁଦେବ ସାର
ଉପାଧ୍ୟାୟ ବଂଶରେ ଜାତ କୁମ୍ଭ ଅଟନ୍ତି ମୋର ତାତ ପରମହଂସ ଦୀକ୍ଷା ପାଇ ତାହାଙ୍କ କୃପାରେ ଲେଖଇ ଯେ ଯାହା ପଢ଼ିବ ଶୁଣିବ ଭବ ବନ୍ଧନୁ ତରିଯିବ। ସମ୍ପୂର୍ଣ୍ଣ ଶେଷ ହୋଇଗଲା। ଯେ କହୁଛନ୍ତି ସମ୍ପୂର୍ଣ୍ଣ ଭାବରେ ଭଗବାନ ହିଁ ଜିତିବେ, ଭଗବାନ ଯେଉଁ ପଟେ ଅଛନ୍ତି ସମସ୍ତେ ରାଜି ପଡ଼ି ସାରିଛନ୍ତି, ଏସବୁ ହିଁ ହେଲା। ଆଉ ସବୁ ଗୀତାର ମହାତ୍ମ୍ୟ ଅଛି, ମୁଁ କାଲିକି ଆଉ ଗୋଟେ ଏପିସୋଡ଼ ହେଇଯିବ, ମୁଁ କହିଦେବି ସେଇ ଭିଡ଼ିଓରେ। ଆପଣ ସମ୍ପୂର୍ଣ୍ଣ ଗୀତାର ମହାତ୍ମ୍ୟ, ଯଦି ଗୀତା ଶୁଣିକି ଯଦି ମହାତ୍ମ୍ୟ ଶୁଣିବେନି କିଛି ଲାଭ ନାହିଁ, ତ କାଲିକି ସେଇଟା ପଢ଼ିବି। ଏଇଠି ସରିଯାଇଛି ସମ୍ପୂର୍ଣ୍ଣ ଶ୍ରୀମଦ୍ ଭଗବତ ଗୀତା ଜି ସରିଯାଇଛନ୍ତି। ତ ଆପଣମାନେ ଯଦି ଚାହିଁବେ ମଧ୍ୟ ପ୍ରଥମରୁ ଦେଖିପାରିବେ, ଯାଇକି ପ୍ରଥମ ଏପିସୋଡ଼ରୁ ଦେଖନ୍ତୁ। କାରଣ ଆପଣ ନିଜେ ଶୁଣିଲେ, ଗୀତା ଶୁଣିଲେ ଆପଣଙ୍କର ସମସ୍ତ ପାପ କ୍ଷୟ ହୋଇଯିବ ଓ ଆପଣଙ୍କୁ ପରମ ପଦରେ ସ୍ଥାନ ଦିଆଯିବ, ଆପଣ ମୋକ୍ଷ ପ୍ରାପ୍ତି କରିପାରିବେ। ସେଥିପାଇଁ ଶୁଣିବା ଦରକାର, ଜାଣିବା ଦରକାର। ତ ନିହାତି ଭାବରେ ଶୁଣନ୍ତୁ। आप सबका मंगल हो। ब्लेसिंग ब्लेसिंग ब्लेसिंग। राधे श्याम।